न जानामि दानं न च ध्यान योगं न जानामि तंत्र न च श्रोत्रमन्त्रं न जानामि पूजा न च न्यास योगं गतिस्तं त्वमेका भवानी। महिषासुरर मंत्री एभली उत्तर आशा करिनथिला। स्वभावतः तार क्रोध उद्रेक हेउथिला। से किंचित रुष्ट स्वर रे कहिला, आपण जणे कोमलांगी कामिनी एबे एबे यौवन रे पदार्पण करिसेंती। आपण मो प्रभुंकर विशाल काय देखि नाहंती। गजराज तार पाद तले जेमिति पुष्पमालटीए दଳି मकचि दिए, से चाहिले सेहीपरि भावरे आपणଙ୍କୁ अक्लेशरे चूर्णीभूत କରିଦେବେ। ମୁଁ ମଧ୍ୟ ଶକ୍ତି ପ୍ରୟୋଗ କରି ଆପଣଙ୍କୁ ବନ୍ଦିନୀ ଭାବରେ ନେଇପାରିବି, କିନ୍ତୁ ଆପଣଙ୍କ ପ୍ରତି ଦୈତ୍ୟରାଜଙ୍କର ଗଭୀର ପ୍ରେମ ଜାତ ହୋଇଛି। ତେଣୁ ମୁଁ ଅନୁରୋଧ କରୁଛି, ଆପଣ ଏଭଳି କଟୁ ଶବ୍ଦ ପ୍ରୟୋଗ ନ କରି ମୋ ସହ ଆସନ୍ତୁ। ତାର ଏହି ଔଦ୍ଧତ୍ୟ ସତ୍ତ୍ୱେ ଦେବୀଙ୍କର ଧୈର୍ଯ୍ୟ ଅତୁଟ ରହିଥିଲା। ସେ ଉଚ୍ଚ ସ୍ୱରରେ ହସି ଉଠିଲେ, କହିଲେ, ତୁମେ ଏକ ଦୂତ ଭାବରେ ଆସିଛ, ତେଣୁ ମୁଁ ତୁମକୁ ହତ୍ୟା କରୁନାହିଁ। ଗୋଟାଏ ମହିଷୀ ଗର୍ଭଜାତ ମୂଢ଼ ରାକ୍ଷସ ମୋତେ ବିବାହ ପ୍ରସ୍ତାବ ଦେବା ପାଇଁ ସାହସ କଲା କେମିତି? ଯାଅ, ମୋର ସ୍ପଷ୍ଟ ସନ୍ଦେଶ ସେହି ଦୁଷ୍ଟ ଧନୁଜକୁ ଶୁଣାଇ ଦିଅ। କହିଦିଅ, ମୁଁ ଏହିଠାରେ ଅପେକ୍ଷା କରିଛି। ତାର ମୃତ୍ୟୁ ତାକୁ ଏଠାରେ ଅପେକ୍ଷା କରିଛି। ହୁଏତ ପ୍ରାଣ ଭୟରେ ପଳାୟନ କରି ପାତାଳରେ ଆତ୍ମଗୋପନ କରୁ, ନହେଲେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ଆସୁ। ଅତ୍ୟନ୍ତ କୋପଭର ହୋଇ ମହିଷାର ମନ୍ତ୍ରୀ କ୍ଷଣକ ପାଇଁ ଯୁଦ୍ଧ କରିବା ଚିନ୍ତା ମନକୁ ଆଣିଥିଲା, କିନ୍ତୁ ପରକ୍ଷଣରେ ଭାବିଲା, ଯୁଦ୍ଧରେ ଜୟ ପରାଜୟ ମଧ୍ୟରୁ ଗୋଟିଏ ହେବ। ଏହା ମଧ୍ୟ ସମ୍ଭବ ଯେ ଉଭୟଙ୍କ ମଧ୍ୟରୁ ଜଣେ କେହି ମୃତ୍ୟୁବରଣ କରିବ। ମହାରାଜ ଏହି କାମିନୀ ପ୍ରତି ଅତ୍ୟଧିକ କାମଶକ୍ତ ହୋଇ ମୋତେ ପ୍ରେରଣା କରିଛନ୍ତି। ସେ ଏହି ସ୍ତ୍ରୀର ମୃତ୍ୟୁ ସମ୍ବାଦ ପାଇଲେ ମୋତେ ପ୍ରାଣଦଣ୍ଡ ଦେଇଦେବେ। ତା ଅପେକ୍ଷା ଫେରି ଯାଇ ତାଙ୍କୁ ଏ ସମସ୍ତ ବୃତ୍ତାନ୍ତ ଶୁଣାଇବା ଉଚିତ ହେବ। ଅସୁର ଆମାତ୍ୟ ଦଳବଳ ସହ ଫେରି ଆସିଲେ। ମନ୍ତ୍ରୀ ମୁଖରୁ ସମ୍ପୂର୍ଣ୍ଣ ଉଦନ୍ତ ଅବଗତ ହୋଇ ମହିଷାସୁର ଦ୍ୱନ୍ଦ୍ୱରେ ପଡ଼ିଗଲା। ସେ ଅନ୍ୟ ମନ୍ତ୍ରୀ ଏବଂ ବନ୍ଧୁମାନଙ୍କୁ ବସାଇ ସେମାନଙ୍କର ମତ ଲୋଡ଼ିଲା। କହିଲା, ଏ କ୍ଷେତ୍ରରେ କେଉଁ ପନ୍ଥା ଗ୍ରହଣ କରିବାକୁ ହେବ, ସେ ବିଷୟରେ ଆପଣମାନେ ନିଜ ନିଜର ବ୍ୟକ୍ତିଗତ ବିଚାର ବ୍ୟକ୍ତ କରନ୍ତୁ। ଦୈତ୍ୟ ସଭାରେ ଚାଟୁ ବାକ୍ୟ କହିବା ଭଳି ଅନେକ ପ୍ରସ୍ତାବ ଥିଲା। ବିରୂପାକ୍ଷ ନାମକ ଦୈତ୍ୟ କହିଲା, ସାମାନ୍ୟ ଏକ ସ୍ତ୍ରୀ ଭୟ କରିବା କାପୁରୁଷତା। ମୋତେ ଆଦେଶ କରନ୍ତୁ, ମୁଁ ଅଳ୍ପ କିଛି ସୈନ୍ୟ ସହ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଯିବି ଏବଂ ତାଙ୍କୁ ବନ୍ଦୀ କରି ଆପଣଙ୍କ ନିକଟରେ ଉପସ୍ଥିତ କରାଇବି। ଦୁର୍ଦ୍ଧର୍ଷ ନାମକ ଦାନବ କହିଲା, ସୌନ୍ଦର୍ଯ୍ୟ ଏବଂ ଯୌବନର ଗର୍ବରେ ସେହି ରମଣୀ ଆପଣଙ୍କ ସହ ଅନ୍ୟ ସମସ୍ତ ରାକ୍ଷସଙ୍କର ପ୍ରାଣ ନେବ ବୋଲି ଅତ୍ୟୁକ୍ତି ପ୍ରକାଶ କରୁଛି। ଆପଣ ଚାହିଁଲେ ଆମ ମଧ୍ୟରୁ ଯେ କେହି ଜଣେ ଯାଇ ତାକୁ ହତ୍ୟା କରିଦେଇ ପାରିବ, କିନ୍ତୁ ଆପଣ ତାଙ୍କୁ ରାଣୀ କରି ଆଣିବାର ପ୍ରୟାସ ବ୍ୟକ୍ତ କରିଛନ୍ତି। ସୁତରାଂ ତାଙ୍କୁ ଯେ କୌଣସି ଉପାୟରେ ଜୀବନ୍ତ ଅବସ୍ଥାରେ ଆପଣଙ୍କ ବଶୀଭୂତ କରିବା ପାଇଁ ଚେଷ୍ଟା କରିବା ଆମର ଧ୍ୟେୟ ହେବା ଉଚିତ। କିନ୍ତୁ ତାମ୍ର ନାମକ ଅସୁର ଭିନ୍ନ ମତ ବ୍ୟକ୍ତ କଲା। ସେ କହିଲା, ଅଷ୍ଟାଦଶ ଭୁଜ ବିଶିଷ୍ଟ ଏହି ସୁନ୍ଦରୀ ନାରୀର ଆଗମନ ନିଶ୍ଚିତ ଭାବରେ ବିସ୍ମୟକର। ସେ ଏତେଗୁଡ଼ିଏ ଆୟୁଧ ଆଣିଲା କେଉଁଠୁ? ସେ କଦାପି କାହାର ପ୍ରେମ ବନ୍ଧନରେ ଆବଦ୍ଧ ହେବା ପାଇଁ କିମ୍ବା କାହାକୁ ବିବାହ କରିବା ଉଦ୍ଦେଶ୍ୟରେ ଆସିଥିବା ଭଳି ଜଣାପଡ଼ୁନାହିଁ। ଯେଉଁ ରମଣୀ ଆପଣଙ୍କ ପାଇଁ ତାତ୍ସଲ୍ୟ ଭରା ବାକ୍ୟମାନ ପ୍ରୟୋଗ କରୁଛି, ସେ ପ୍ରିୟ ବାକ୍ୟରେ ତୁଷ୍ଟ ହେବ, ଏଭଳି କଳ୍ପନା କରିବା ନିର୍ବୋଧତା। କେବଳ ଶକ୍ତି ପ୍ରୟୋଗ କରି ତାକୁ ଅଧୀନକୁ ଆଣିବାକୁ ହେବ। ଆଦେଶ କରନ୍ତୁ, ମୁଁ ଯୁଦ୍ଧ କରି ତାକୁ ପରାସ୍ତ କରିବି ଏବଂ ତାକୁ ଯେ କୌଣସି ମତେ ଆପଣଙ୍କ ନିକଟକୁ ଘେନି ଆସିବି। ତାମ୍ରର ବକ୍ତବ୍ୟ ଶ୍ରବଣରେ ମହିଷାସୁର ପ୍ରଭାବିତ ହେଲା। ସେ ତାକୁ ଯୁଦ୍ଧଯାତ୍ରା ପାଇଁ ଅନୁମତି ଦେଲା। କହିଲା, କିନ୍ତୁ ବୀର ତାମ୍ର, ସେହି କାମିନୀର ଶରୀରରେ ଯେପରି କୌଣସି ଆଘାତ ନ ପହଞ୍ଚେ, ସେଥିପ୍ରତି ଦୃଷ୍ଟି ଦେବ। ତାକୁ ଅକ୍ଷତ ଶରୀରରେ ଆଣି ମୋ ନିକଟରେ ପହଞ୍ଚାଇ ପାରିଲେ ମୁଁ ତୁମକୁ ପ୍ରଚୁର ପୁରସ୍କାର ଦେଇ ସମ୍ମାନିତ କରିବି। ଅତ୍ୟନ୍ତ ଉତ୍ସାହର ସହ ତାମ୍ର ଦେବୀ ବିଜୟ କରିଥିବା ସ୍ଥାନକୁ ସସୈନ୍ୟେ ଯାତ୍ରା କଲା। ଅସୁର ସୈନ୍ୟ ଗର୍ଜନ ତର୍ଜନ କରି ଦେବୀଙ୍କୁ ଘେରିଗଲେ। ସେମାନଙ୍କ ଦୁଃସାହସ ଦେଖି ସିଂହ ଭୀଷଣ ଗର୍ଜନ କଲା।
ସେହି ଗର୍ଜନ ଏତେ ଭୟଙ୍କର ଥିଲା ଯେ ତାହା ଶୁଣି ଅର୍ଦ୍ଧାଧିକ ସୈନ୍ୟ ଚେତା ହରାଇ ପଡ଼ିଲେ। ତାମ୍ର ସାହସ କରି ଗୋଟାଏ କୃପଣ ଧରି ଦେବୀଙ୍କ ନିକଟକୁ ଅଗ୍ରସର ହେଉଥିଲା। ଦେବୀ ଧନୁ ଧାରଣ କଲେ। ତାଙ୍କ ଧନୁର ଟଙ୍କାର ଶବ୍ଦରେ ଭୀତ ହୋଇ କେତେକ ରାକ୍ଷସ ଥର ଥର କମ୍ପିବାକୁ ଲାଗିଲେ। ହସ୍ତରୁ ଅସ୍ତ୍ରଶସ୍ତ୍ର ଖସି ପଡ଼ିଲା, କିନ୍ତୁ ତାମ୍ର ସାହସର ସହ ଦେବୀଙ୍କୁ ଆକ୍ରମଣ କଲା। ଗୋଟିଏ ଅର୍ଦ୍ଧଚନ୍ଦ୍ରଶର ପ୍ରୟୋଗ କରି ଦେବୀ ତାର ଖड्गଧାରୀ ହସ୍ତକୁ ଛିନ୍ନ କରିଦେଲେ। ଅନ୍ୟ ଏକ ବାଣରେ ତାମ୍ର ପ୍ରାଣ ହରାଇ ଲୋଟି ପଡ଼ିଲା। ବଞ୍ଚିଥିବା କେତେକ ସୈନ୍ୟ ପୃଷ୍ଠଭଙ୍ଗ ଦେଇ ପଳାୟନ କଲେ। ଶତ୍ରୁ ସଂହାର ପର୍ବର ପ୍ରାରମ୍ଭ ହୋଇଗଲା।